हालेलुया हालेलुया। प्रभुंकर अशेष धन्यवाद हो। प्रभु आज आमको आ गोटे दिन देले निकट आसवा निमंते प्रशंसा गौरव करने निमंते वाक्य शुणा निमंते प्रशंसा उद्देश्य नैवेद्य उत्सर्ग करने निमंते तेणु प्रभुंकर नामर धन्यवाद हो। हालेलुया। आज आम प्रार्थना विषय अल्प समय देखा। प्रथमे माने केबे सदा प्रभु को नाम प्रार्थना करने को लगे का समय इनस समय नहीं इनस किए थे आदि पुस्तक तार 4 अध्याय 26 लिखा जाए हाँ 25 पद पढ़ंतु। आम देखुचु जे हेबल को किए बोध कले कईन बोध कले नहीं हेबल को कईन बोध कले आउे आ गोटे पुओ जन्म होती आदमंकर से होती किए सेथ नहीं आदम कहते जे ये होती किए प्रतिनिधि अर्थात प्रतिनिधि जेहेतु से कहले परमेश्वर हेबेलर प्रतिनिधि रूपे आ गोटे पुत्र मते देई अछंती। देखिए प्रतिनिधि माने तांकर सदृश्य तांकर प्रतिनिधि रूपे मते कौन कले आ गोटे पुत्र देई अछंती कारण कईन ताक बोध करथिला। आ लेखा जाए जे सेथ रो मध्य गोटे पुत्र जन्मिला सेथर आउ से ताहार नाम इनोस देला। कौन देला? इनोस देला। आउ लेखा जाए यही समय मनुष्य माने सदा प्रभु को नाम प्रार्थना करने को लगे। इनोस समय मनुष्य माने कौन कले प्रार्थना करने लगे नहीं। तो आम देखुचु प्रार्थना गोटे एवर विषय नहीं वर्तमान विषय नहीं। प्रार्थना होची अति पुराना नहीं अति पुराना विषय जोटा सृष्टि समय सृष्टिर जदि आम कह तृतीय पुरुष नहीं कि प्रथम होचंती आदम द्वितीय होचंती कईन तृतीय होचंती सेथ नहीं कि हेबल यदि कहवा तापर तृतीय होचंती सेथ नहीं कि सेथ समय मनुष्य मान कौन कले सदा प्रभु नाम प्रार्थना करने लगले। तो प्रार्थना गोटे विषय जोटा कि वर्तमान कालर नाई प्रार्थना होची अति पुराना आदि काल प्रार्थना करा जाए नहीं सेता बेले से माने जानले प्रभु को जानले सदा प्रभु को जानले आदम आदम सदा प्रभु को विषय कहले सेथ को कहले सेथ कौन करले इनोस को कहले 5 अध्याय लेखा जाए तांकर विषय लेखा जाउची सेटा मैं जीवी नहीं। तो इनोस सेथर पुओ है इनोस इनोस समय से कौन कले सदा प्रभु को नाम प्रार्थना करने लगे नहीं कि। तो प्रार्थना आम देखुचु क्या आम प्रार्थना करूँ सदा प्रभु को नाम आम कौन करूँ प्रार्थना करूँ। तो प्रभु आज आम शिखाई प्रार्थना करने। तो आम अल्प समय प्रभुंकर वाक्य देखा दानिएल तार 6 अध्याय दानिएल 6 अध्याय लेखा जाए एक पद पढ़ंतु।
ଦାରିଆପୋସ୍ ସମୁଦାୟ ରାଜ୍ୟରେ 162 ଜଣ କ୍ଷିତିପାଳ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ହୁଁ ଓ ସେହି କ୍ଷିତିପାଳମାନେ ଯେପରି ହିସାବ ଦେବେ ଓ ରାଜାର ଯେପରି କିଛି କ୍ଷତି ନ ହେବ, ଏଥିପାଇଁ ସେମାନଙ୍କ ଉପରେ 3 ଜଣ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ବିହିତ ବୁଝିଲା। ଏହି 3 ଜଣ ମଧ୍ୟରେ ଦାନିଏଲ ଏକ ଜଣ ଥିଲେ। ହଁ ଆମେ ଦେଖୁଛୁ ଦାରିଆବୋସ ସମୁଦାୟ ରାଜ୍ୟରେ 120 ଜଣ କ୍ଷିତିପାଳ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ସେ କ'ଣ କଲେ? ଦାରିଆବୋସଙ୍କ ସମୟରେ ରାଜ୍ୟରେ ତାଙ୍କରି ରାଜ୍ୟରେ 120 ମାନେ ଆମେ ଦେଖୁଛୁ 120 ବୋଲି କେତେ? 120 ମାନେ ଆମେ ଦେଖ 120 ଜଣ 120 ଜଣ କ'ଣ କଲେ? ରାଜ୍ୟ ଉପରେ ନିଯୁକ୍ତ କରିବାକୁ କ୍ଷିତିପାଳ ହେଲା ମାନେ ଅଧ୍ୟକ୍ଷ ମାନଙ୍କୁ କ'ଣ କଲେ? ସେ ବାଛିଲେ। ଅଧ୍ୟକ୍ଷ ମାନଙ୍କୁ ଦାରିଆବୋସ କ'ଣ କଲେ? 120 ଜଣ କ୍ଷିତିପାଳ ମାନଙ୍କୁ କ'ଣ କଲେ? ବାଛିଲେ, ନିଯୁକ୍ତ କଲେ। ଆଉ ଦେଖୁ 2 ପଦରେ କ'ଣ ଲେଖାଯାଏ? ଦୁଇ ପଦ। ଓ ସେହି କ୍ଷିତିପାଳମାନେ ଯେପରି ହିସାବ ଦେବେ ଓ ରାଜାର ଯେପରି କିଛି କ୍ଷତି ନ ହେବ, ଏଥିପାଇଁ ସେମାନଙ୍କ ଉପରେ 3 ଜଣ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ବିହିତ ବୁଝିଲା। ହଁ ଆଉ ସେ 20 ଜଣଙ୍କ ଭିତରେ ଯେଉଁ କ୍ଷିତିପାଳ ଥିଲେ ସେମାନଙ୍କ ମଧ୍ୟରେ କ'ଣ କଲେ? ଆହୁରି 3 ଜଣ ସେମାନଙ୍କର ଅଧ୍ୟକ୍ଷ ମାନେ ଚିଫ ମିନିଷ୍ଟର ବୋଲି ଆମେ ଦେଖବା। 120 ଜଣ ଭିତରେ ଆହୁରି 3 ଜଣକୁ କ'ଣ କଲେ? ରାଜା କ'ଣ କଲେ? 120 ଜଣ ଉପରେ ଏମାନେ 3 ଜଣ କ'ଣ କରିବେ? ସେମାନଙ୍କର ଉପରେ ହିସାବ ମାଗିବେ। ଏଥିପାଇଁ କ'ଣ କୁହାଯାଏ? ବିହିତ ବୁଝିଲା। ଏଇ 3 ଜଣଙ୍କ ମଧ୍ୟରେ ଦାନିଏଲ ଏକ ଜଣ ଥିଲେ। ଏଇ 3 ଜଣ ଯେଉଁ ଥିଲେ 120 ଜଣ ଭିତରେ ଦାନିଏଲ କ'ଣ କରୁଥିଲେ? ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ଆମେ ଦେଖୁଛୁ ତ ଦାନିଏଲ ବିଷୟରେ ଆମେ କ'ଣ ଜାଣିଛୁ? ଆମେ ହଁ ସିଂହ ଗର୍ତ୍ତରୁ ପ୍ରଭୁ କ'ଣ କଲେ? ତାକୁ ଉଦ୍ଧାର କଲେ। ଆହୁରି କ'ଣ ଜାଣିଛୁ ଦାନିଏଲ ବିଷୟରେ? ହଁ ଶ୍ରେଷ୍ଠ ଆତ୍ମା ତାଙ୍କର ଭିତରେ ଥିଲେ, ନାଇଁ କି? ଆହୁରି କ'ଣ ଜାଣିଛୁ ଆମେ? ହଁ ଅଗ୍ନିରେ ସଦ୍ରକ ମେଷକ ଅବେଦନେଗୋକୁ କ'ଣ କଲେ? ସଦା ମାନେ ରାଜା କ'ଣ କଲା? ତାଙ୍କୁ ପକାଇଲା। ଆହୁରି କ'ଣ ଜାଣିଛୁ ଦାନିଏଲ ବିଷୟରେ? ହଁ ସୁନ୍ଦର ଥିଲେ, ନାଇଁ କି? ଆମେ ଦେଖୁଛୁ ଏମାନେ କ'ଣ କରିଥିଲେ? ନିର୍ବାସିତ ଥିଲେ। ଏମାନେ ବନ୍ଦୀ କରି ଆସିଲେ। ଦାନିଏଲ ଏମାନେ କ'ଣ କହିଲେ? ବନ୍ଦୀ କରି ଆସିଲେ। ଆମେ ଦେଖୁଛୁ ସେ ଜିହୁଦା 1 ପର୍ବ 1 ପଦରେ କ'ଣ ଲେଖାଯାଏ? ଟିକେ ଶୀଘ୍ର ଟିକେ ପଢ଼ିଲେ ଭଲ ଥିବ। ଆଙ୍ଗୁଠି ମାନେ ଟିକେ ସ୍ପିଡ୍ କର ଟିକେ। ଦାନିଏଲ 1 ସରି ଦାନିଏଲ 1 ଜିହୁଦାର ରାଜା ଜିହୋୟାକିମର ରାଜତ୍ୱର ତୃତୀୟ ବର୍ଷରେ ବାବିଲର ରାଜା ନବୁକଦ୍ନେଚ୍ଚାର ଜେରୁସାଲେମକୁ ଆସି ତାହା ଅବରୋଧ କଲା। ହଁ ଆମେ ଦେଖୁଛୁ ଏଠି ଇତିହାସ ଦେଖୁଛୁ ଯେ ଜିହୁଦାର ରାଜା ଜିହୁଦାରେ ଯେତେବେଳେ ଜିହୋୟାକିମ ରାଜ୍ୟ କରୁଥିଲେ, ସେଇ ରାଜତ୍ୱର ତୃତୀୟ ବର୍ଷରେ ବାବିଲର ରାଜା ନବୁକଦ୍ନେଚ୍ଚାର ଜେରୁସାଲେମକୁ ଆସି ତା ଅବରୋଧ କଲା। ବାବିଲର ରାଜା ନବୁକଦ୍ନେଚ୍ଚାର
कौन करुछि जेरूसालेम रे आसिकी कौन करुछि ता अवरोध कला। आमे जदि देखबा द्वितीय राजावली रे देख 28 अध्याय जेतेबेले पाप करुथिले राजा मान जेतेबेले कुक्रिया करुथिले दुष्ट काम करुथिले सेतेबेले प्रभु कौन करथिले अन्य माने आसी कौन करथिले अवरोध करथिले अन्य मान हस्ତରେ प्रभु समर्पण कर दउथिले। तो आम देखुचु सेठी आम देखी पारबो जे ए जिहुदार राजा कौन कर जिहोयाकीम बाबिल को कौन कला बाबिल रो राजा नबूकदनेस्सर कौन कर जेरूसालेम को आसी ता अवरोध कला। आउ देखुचु एठी जे सेठ लेखा जाए केते जन को बंदी करी से माने नहीं गले। ये जो बाबिल राजा नबूकदनेस्सर कौन करछि बंदी करी से नहीं जाउछंती जेरूसालेम रु बंदी करी नहीं जाउछंती बाबिल को कौन करछंती नहीं जाउछंती। जदि आमे द्वितीय राजा बळी देखबा आमे 23 अध्याय रे से लिखा जाए सेमान केंती थिले 37 23 रो 37 पद रे कौन लिखा जाए एही जिहोयाकीम अपना पूर्वपुरुष गणर समस्त क्रिया अनुसार सदाप्रभु को दृष्टि रे कुकर्म कले। हाँ कुकर्म कले ए राजा कौन कले सदाप्रभु को दृष्टि रे से कुकर्म कला। आउ 3 पद कौन लिखा जाए 24:3 प्रकृତରେ ମନୁଷ୍ୟର ପାପ ସକାଶୁ ତାହାର ସମସ୍ତ କୃତ କର୍ମ ଅନୁସାରେ ସମସ୍ତ ସେ ନିର୍ଦ୍ଦୋଷ ରକ୍ତପାତ କରିବା ସକାଶୁ ଯିଏତାକୁ ଆପଣା ଦୃଷ୍ଟିରୁ ଦୂର କରିବା ଲାଗି ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ପ୍ରତି ଏହା ଘଟିଲା। କାରଣ ମନୁଷ୍ୟ ନିର୍ଦ୍ଦୋଷ ରକ୍ତରେ ଯେରୁସାଲେମକୁ ପରିପୂର୍ଣ୍ଣ କଲା ପୁଣି ସଦାପ୍ରଭୁଙ୍କୁ କ୍ଷମା କରିବାକୁ ସମ୍ମତ ନହେଲେ ସଦାପ୍ରଭୁ କ୍ଷମା କରିବାକୁ सम्मत नहिले। यही कौन करला ए मनुष्य कौन कला निर्दोष माने लोक मानकर रक्तपात से कला तेणु प्रभु कौन कले तांको क्षमा देले नाही। आउ 9 पद रे कौन लिखा जाए जिहोयाकीम अपना पितांकर समस्त क्रिया अनुसार सदाप्रभुଙ୍କ दृष्टि रे कुकर्म कले। हां जिहोयाकीम मध्ये कौन कले जे सदाप्रभुଙ୍କ दृष्टि रे कुकर्म कले से भी गुटे राजा थिला। आ जदि 18 पद पढ़बा हमें सिदिकिया राज्य କରିବାକୁ आरंभ କରିବା हां पढ़ो हां 21 वर्ष बयस होइथिले ଓ ସେ ଯେରୁସାଲେମରେ 11 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ହମୁଦ हां ସେ ଲିବାନ ନିବାସୀ ଜିରମିୟା କନ୍ୟା। हां 19 पद ଆଉ ସେ ଜିହୋୟାकीम ସଦାପ୍ରଭୁଙ୍କ ଦୃଷ୍ଟିରେ हां सदाप्रभुଙ୍କ दृष्टि रे कोन कले कुकर्म कले। तो ये आम देखबू आम जे सेतकी बेले प्रभु कौन पाप करथिले से माने जेतेबेले राजा माने पाप करथिले प्रभुଙ୍କର अबाध्य होथिले प्रभुଙ୍କର कथा मानु नथिले तेबे शत्रु मान हस्तरे तांको समर्पण कर दउथिले। तो आम देखु कि यहूदार राजा जिहोयाकीम जेतेबेले राज्य करथिले तृतीय वर्ष रे बाबिल राजा कौन करछि नबूकदनेस्सर आसिक कौन कला अवरोध कला आउ कौन करछि माने तांको बंदी करी नहीं जाउछंती। तो आमे देखुछु जे इट लेखा जे 2 पद रे पुनी प्रभु जिहुदार राजा जिहोयाकीम को और परमेश्वर को गृहर केतक पात्र तार हस्तरे समर्पी देले। जिहुदार राजा जिहोयाकीम को और परमेश्वर को गृहर केतक पात्र तार हस्तरे समर्पण कर देले। तो इरे से सीनियर देशस्थ अपना देव मंदिर को से सब नहीं गला और पात्र सकल से अपना देवतार भंडार गृह रे रखिला। तो आम देखुचु ये तांकर राज्य माने केमती से कले से केमती नबूकदनेस्सर केमती कले से विषय आम देखुचु। तो आम देखुचु दानिएल कौन दानिएल केमती लोक थिले देखमा आम 6 पद कौन लिखा जाए ଏମାନଙ୍କ ମଧ୍ୟରେ ଜିହୁଦା ବଂଶୀୟ ଦାନିଏଲ, ହନାନିୟ, ମିଶାଏଲ ଓ ଅଜରିୟ ଥିଲେ। हाँ आउ से 9 पद रे कौन लिखा जाए 8 पद रे ମାତ୍ର ରାଜାର
ଆହାର୍ୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷାରସରେ ଆପଣଙ୍କୁ ଅଶୁଚି ନ କରିବା ପାଇଁ ଦାନିଏଲ ନିଜ ମନରେ ସ୍ଥିର କଲେ। ହଁ ଯେହେତୁ ସେ ଯେପରି ଆପଣଙ୍କୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁଂସକପତିକି ନିବେଦନ ହଁ ଆମେ ଦେଖୁଛୁ କି ଯେ ରାଜାର ଆହାର୍ୟ ଯୋଉ ନପୁଦ ନିଶ୍ଚୟ ଯୋଉ ରାଜା ତାଙ୍କର ଆହାର୍ୟ ଖାଦ୍ୟକୁ ଦ୍ରବ୍ୟ ପାନୀୟକୁ ଯୋଉ ଖାଦ୍ୟକୁ ଖାଇବା ପାଇଁ ସେ କ'ଣ କଲେ ମନା କଲେ। ଆପଣଙ୍କୁ ମାନେ ସେ ଖାଦ୍ୟକୁ ଆଉ ସେ ଦ୍ରାକ୍ଷା ରସ ଖାଇବା ପାଇଁ କ'ଣ କଲେ ମନା କଲେ। ଅଶୁଚି କରିବା ପାଇଁ ଦାନିଏଲ କ'ଣ କରିଛି ନିଜ ମନ ମାନେ ନ କରିବା ପାଇଁ ନିଜ ମନରେ ସ୍ଥିର କଲେ। ଯେହେତୁ ସେ ଯେପରି ଆପଣଙ୍କୁ ଅଶୁଚି ନ କରି ଏଥିପାଇଁ ସେ ନପୁଂସାଧିପତିକୁ ନିବେଦନ କଲା, ମୁଁ ରାଜାର ଖାଦ୍ୟକୁ ରାଜାର ଦ୍ରାକ୍ଷାରସକୁ ମୁଁ ପାନ କରିବି ନାହିଁ ବୋଲି ସେ କ'ଣ କରୁଛି ମନରେ ସ୍ଥିର କରିଛି। ଯଦି ଆମେ ଦେଖିବା ଏଠି ଗୋଟେ କେତେ ପରଫେକ୍ଟ ଲାଇଫ ଦେଖୁଛୁ, ଆମେ ଗୋଟେ ସିଦ୍ଧ ଜୀବନ ଆମେ ଦେଖିପାରୁଛୁ। ଗୋଟିଏ ଦେଶରୁ ଜେରୁସାଲେମରେ ଏବେ ବନ୍ଦୀ କରି କ'ଣ ବାବିଲରେ ଯାଇଛନ୍ତି ଦାନିଏଲ ତାର ସାଙ୍ଗମାନେ। ଲେଖାଯାଏ ମାନେ 10,000 ଲୋକ ବନ୍ଦୀ କରି ଆଉ ଉତ୍ତମ ଉତ୍ତମ ସୁନା ସବୁ ସେମାନେ ନେଇକି ପଳେଇଲେ। ହେଲେ ମଧ୍ୟ କ'ଣ ଆମେ ଦେଖିପାରୁଛୁ ଯେ ଦାନିଏଲ କ'ଣ କରୁଛନ୍ତି, ଅନ୍ୟ ଦେଶରେ ଗଲେ ମଧ୍ୟ ନେଇକି ତାଙ୍କର ଜୀବନକୁ କ'ଣ କରୁଛନ୍ତି ସେ ସିଦ୍ଧ କରୁଛନ୍ତି, ପବିତ୍ର କରୁଛନ୍ତି। ଆମେ ଦେଖୁଛୁ ଏଠି ଯେ ସେଇ ରାଜାର ଆଜ୍ଞା କ'ଣ କରୁନାହିଁ, ସେ ପାଳନ କରୁନାହିଁ। ସେ କ'ଣ କରୁଛି ନିଜକୁ ଅଶୁଚି କରିବା ପାଇଁ ସେ ଇଚ୍ଛା କରୁନାହିଁ। ଯେହେତୁ ସେତିକିବେଳେ କୁହାଯାଏ ଯୋଉଟା ମାନେ ଯୋଉଟା ଦିଆଯାଉଥିଲା ସେଟାକୁ ବଳି ଉଦ୍ଦେଶ୍ୟ ବଳି କରି ସେମାନଙ୍କୁ ଖାଇବା ପାଇଁ ଦେଉଥିଲେ, ମୂର୍ତ୍ତି ପୂଜା କରିକି ସେ ପରେ ଖାଇବା ପାଇଁ ଦେଉଥିଲେ। ତେଣୁକରି ସେ କ'ଣ କରୁଛି, ମୁଇଁ କ'ଣ କରିବି ନାହିଁ ସେଟା ଖାଇବି ନାହିଁ ବୋଲି କ'ଣ କଲା ସେ ମନରେ ସ୍ଥିର କରିଥିଲା। ଆଉ ଲେଖାଯାଏ ପରମେଶ୍ୱର କ'ଣ କରୁଛନ୍ତି, ତାଙ୍କୁ ଅନୁଗ୍ରହ କରୁଛନ୍ତି ଆଉ ତାଙ୍କୁ ଦୟା କରୁଛନ୍ତି। ଯୋଉ ମାନେ ନପୁଂସାଧିପତି ତାଙ୍କୁ ଚାର୍ଜ ଦିଆଯାଇଥିଲା ତାଙ୍କୁ ମାନେ ସବୁ ଯତ୍ନ ତତ୍ତ୍ୱ ନେବା ପାଇଁ ବୋଲିକରି 3 ବର୍ଷ ପରେ ଯେପରି ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ରାଜାର ସମ୍ମୁଖରେ ଯେତେବେଳେ ସେମାନେ ଆସିବେ ସେତିକିବେଳେ ସେମାନେ ଯଦି ସୁନ୍ଦର ଦେଖାଯିବ, ସେଥିପାଇଁ ବୋଲି ଯୋଉ ଚାର୍ଜ ଦିଆଯାଇଥିଲା ଖାଦ୍ୟ ପଦାର୍ଥ ପାଇଁ ପ୍ରଭୁ କ'ଣ କଲେ ତାଙ୍କ ଦୃଷ୍ଟିରେ ଅନୁଗ୍ରହ କଲେ। ତ ଆମେ ଦେଖୁଛୁ ଗୋଟେ ସେପାରେସନ ଲାଇଫ ମାନେ ଗୋଟେ ପୃଥକୀକୃତ ଜୀବନ ଆମେ ଦେଖୁଛୁ ତାଙ୍କର ଜୀବନରେ ଥିଲା। ଆଉ ଗୋଟେ ଲେଖାଯାଏ ଯେ ପ୍ରଭୁ କ'ଣ କଲେ ତାଙ୍କୁ ମାନେ ବିଜ୍ଞତା 10 ଗୁଣ ଦେଲେ। ଯଦି ଆମେ ଦେଖିବା 1:20ରେ ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେଉଁ କୌଣସି କଥା ରାଜା ସେମାନଙ୍କୁ ପଚାରିଲା, ସେହି ସକଳ ବିଷୟରେ ସେ ଆପଣାର ସମଗ୍ର ରାଜ୍ୟସ୍ଥ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା 10 ଗୁଣ ଅଧିକ ଦେଖିଲେ। ହଁ ଆମେ ଦେଖୁଛୁ ସେମାନଙ୍କର ମାନେ ସଦ୍ରକ ମେଷକ ଅବେଦନେଗୋ ଯୋଉ 3 ଜଣଙ୍କର ସମସ୍ତଙ୍କ ଠାରୁ ସେ 10 ଗୁଣ ଅଧିକ ଦେଖାଗଲା। ଯେତେବେଳେ 3 ବର୍ଷ ପରେ ରାଜାଙ୍କ ସମ୍ମୁଖରେ ତାଙ୍କୁ ନିଆଗଲା, ସେତିକିବେଳେ ସମସ୍ତଙ୍କ ଠାରୁ ସେମାନେ ଅଲଗା ଦେଖାଗଲେ। ସେମାନଙ୍କର ଜ୍ଞାନ 10 ଗୁଣ କ'ଣ ଅଧିକ ଦେଖାଗଲା। କାହିଁକି ସେମାନେ ପ୍ରଭୁଙ୍କର ସେମାନେ ବାଧ୍ୟ ହେଲେ। ଆମେ ଦେଖୁଛୁ ଏଠି ଆମେ ଆଉ ଗୋଟେ ଦେଖିବା ଆମେ ସେ 1:20 ଆମେ ଦେଖିଲୁ 3:2-46 ଦେଖିବା। ସେତେବେଳେ ରାଜା ନବୁକଦ୍ନେଚ୍ଛର ମୁହଁ ମାଡ଼ି ପଡ଼ି ଦାନିଏଲଙ୍କୁ ପ୍ରଣାମ କଲା ଓ ଲୋକମାନେ ଯେପରି ତାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବେ, ଏହା ଆଜ୍ଞା କଲା। ହଁ ଆମେ ଦେଖୁଛୁ ଯେତେବେଳେ ଦାନିଏଲ କ'ଣ କରୁଛନ୍ତି, ଏଠି ଯୋଉ ସ୍ୱପ୍ନର ଅର୍ଥ ସେ କହୁଛନ୍ତି, ସେତିକିବେଳେ ସେ କ'ଣ କରୁଛି, ସେ ରାଜା କ'ଣ କରୁଛି ତାଙ୍କ ଉପରେ ମୁହଁ ମାଡ଼ି କରି ପଡ଼ୁଛି, ତାଙ୍କୁ ପ୍ରଣାମ କରୁଛି। ଆଉ କହୁଛନ୍ତି ଯେ ଲୋକମାନେ ଯେପରି ତାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବେ, ଏହା ଆଜ୍ଞା କଲା। ରାଜା କ'ଣ କରୁଛି ତାଙ୍କୁ କରୁଛନ୍ତି ମାନେ। ଆଉ ଦେଖୁଛୁ 47 ମଧ୍ୟରେ କ'ଣ ଲେଖାଯାଏ, ରାଜା ଦାନିଏଲଙ୍କୁ ଉତ୍ତର କରି କହିଲା, ତୁମ୍ଭେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ହୋଇଅଛ। ହଁ ଯୋଉ ନିଗୂଢ଼ କଥା ଥିଲା
ସଦାପ୍ରଭୁ କ'ଣ କଲେ ଦାନିଏଲକୁ କହିଲେ ସେଇ କଥା କ'ଣ କରୁଛି ସେ ପ୍ରକାଶ କରୁଛି। ଏଥିପାଇଁ ନିଶ୍ଚୟ ତୁମର ପରମେଶ୍ୱର ଈଶ୍ୱର ଗଣର ଈଶ୍ୱର ଓ ରାଜାଗଣର ପ୍ରଭୁ ଓ ନିଗୁଢ଼ ବିଷୟମାନର ପ୍ରକାଶକ ଅଟନ୍ତି। ହଁ ସେ କହୁଛନ୍ତି ଯେ ଏଥିପାଇଁ ନିଶ୍ଚୟ ପରମେଶ୍ୱର ଈଶ୍ୱର ଗଣର ଈଶ୍ୱର ତୁମର ପରମେଶ୍ୱର ସେ ହେଉଛନ୍ତି ଈଶ୍ୱର ଗଣର ଈଶ୍ୱର ଓ ରାଜାଗଣର ପ୍ରଭୁ। ରାଜା ମାନଙ୍କର ପ୍ରଭୁ ତୁମର ଈଶ୍ୱର ବୋଲି କ'ଣ କରୁଛି ରାଜା ସ୍ୱୀକାର କରୁଛି ଓ ନିଗୁଢ଼ ବିଷୟ ମାନର ପ୍ରକାଶକ ଅଟନ୍ତି। ଯେଉଁ ନିଗୁଢ଼ ବିଷୟ ତାହା ସେ ପ୍ରକାଶ କରନ୍ତି ତୁମର ଈଶ୍ୱର ବୋଲି। ତ ଆମେ ଦେଖୁଛୁ ଦାନିଏଲକୁ କ'ଣ କଲେ ପ୍ରଭୁ ତାଙ୍କୁ ଜ୍ଞାନ ଦେଲେ ପ୍ରଭୁ ତାଙ୍କୁ ବୁଦ୍ଧି ଦେଲେ। ଯେହେତୁ ଆମେ ଦେଖୁଛୁ ଏମାନେ ଯେଉଁ ସଦ୍ରକ ମୈଶକ ଅବେଦନେଗୋ ସେମାନେ କ'ଣ କରୁଥିଲେ ପ୍ରଭୁଙ୍କୁ ସେମାନେ ଜାଣିଥିଲେ ସଦାପ୍ରଭୁଙ୍କୁ ଜାଣିଥିଲେ। ଆଉ ସେମାନେ କ'ଣ କଲେ ଅନ୍ୟ ଦେଶରେ ଗଲା ପରେ ସେଇ ଦେବାଦେବୀ ମାନଙ୍କର ସେବା ସେମାନେ କଲେ ନାହିଁ ସେମାନଙ୍କର ପୂଜା ଅର୍ଚ୍ଚନା କଲେ ନାହିଁ ମାତ୍ର ଯେଉଁ ସଦାପ୍ରଭୁଙ୍କୁ ସେମାନେ ଜାଣିଥିଲେ ସେଇ ସଦାପ୍ରଭୁଙ୍କୁ ସେମାନେ ସ୍ୱୀକାର କଲେ। ଅନେକ ସମୟରେ ଆମେ ଯେତେବେଳେ ଅନ୍ୟ ସ୍ଥାନକୁ ଯାଉ ପ୍ରଭୁଙ୍କୁ ଆମେ ସ୍ୱୀକାର କରିନଥାଉ ଆମମାନଙ୍କର ଜୀବନ ଗୋଟେ ଚେଞ୍ଜ ହେଇଯାଇଥାଏ ଯେଉଁ ଯେମିତି ପରିବେଶରେ ଗଲେ ସେଇ ପ୍ରକାର ଆମର ଜୀବନ ହେଇଥାଏ। କିନ୍ତୁ ଆମେ ଦେଖୁଛୁ ଆମେ ଦାନିଏଲ ଆଉ ସଦ୍ରକ ମୈଶକ ଅବେଦନେଗୋ ଏମାନେ କ'ଣ ନଥିଲେ ଚେଞ୍ଜ ହେଇନଥିଲେ। ସେମାନେ ପ୍ରଭୁଙ୍କୁ କ'ଣ କରୁଥିଲେ ଭୟ କଲେ ତାଙ୍କୁ ବିଶ୍ୱାସ କଲେ ପ୍ରଭୁଙ୍କର ବାଧ୍ୟ ହେଲେ ସେମାନେ ତ ପ୍ରଭୁ କ'ଣ କରୁଛନ୍ତି ତାଙ୍କୁ ଆଶୀର୍ବାଦ କରୁଛନ୍ତି। ଆମେ ଦେଖୁଛୁ ଯେ ସେ ଦାନିଏଲ କ'ଣ ହେଇପାରିଲେ ମନ୍ତ୍ରୀ ହେଇପାରିଲେ। ସେ ଆମେ ଦେଖିଲୁ ଏଠି ଯେ ଆମେ ଦେଖିବା 6 ଅଧ୍ୟାୟରେ ଯଦି ଦେଖିବା ଆମେ 6 ଅଧ୍ୟାୟରେ ଯଦି ଦେଖୁଛୁ ଆମେ ଯେ ସେଠି ଯେଉଁ କ୍ଷେତ୍ରୀପାଳ ମାନଙ୍କୁ ମାନେ ନିଯୁକ୍ତ କରାଗଲା 120 ଜଣ ସେ ଭିତରୁ 3 ଜଣକୁ ତାଙ୍କ ଉପରେ ନିଯୁକ୍ତ କଲେ ସେମାନଙ୍କ ମଧ୍ୟରୁ ଦାନିଏଲ ଜଣେ ଥିଲେ। ଆଉ ଗୋଟେ ନିୟମ ସେଠି ପାସ୍ କଲେ ଯେ ଦାଉଦଙ୍କର ମାନେ କୌଣସି ଦୋଷ ସେମାନେ ଧରି ପାରିଲେ ନାହିଁ ଯେ ଦାନିଏଲର କୌଣସି ଦୋଷ ସେମାନେ ଧରି ପାରିଲେ ନାହିଁ ଯେଉଁ କ୍ଷିତିପାଳ ମାନେ ଥିଲେ ଯେଉଁ ଅଧ୍ୟକ୍ଷ ମାନେ ଥିଲେ। ତେଣୁକରି 4 ପଦରେ କ'ଣ ଲେଖାଯାଏ ଏଥିରେ ଅଧ୍ୟକ୍ଷ ଓ କ୍ଷିତିପାଳମାନେ ରାଜକର୍ମ ବିଷୟରେ ଦାନିଏଲଙ୍କର ଦୋଷ ଅନୁସନ୍ଧାନ କଲେ ମାତ୍ର ସେମାନେ କୌଣସି ଦୋଷ ଅବା ଅପରାଧ ପାଇପାରିଲେ ନାହିଁ। ହଁ ଆମେ ଦେଖୁଛୁ ଅଧ୍ୟକ୍ଷ ଆଉ କ୍ଷିତିପାଳ ମାନେ କ'ଣ କରୁଛନ୍ତି ରାଜକର୍ମ ବିଷୟରେ ଦାନିଏଲଙ୍କର ଦୋଷ ଅନୁସନ୍ଧାନ କଲେ। ଯେଉଁ ରାଜ୍ୟରେ ଯେଉଁ କାମ ଦିଆଯାଇଥିଲା ସେ କାମ ବିଷୟରେ ତାଙ୍କର ଦୋଷ ଅନୁସନ୍ଧାନ କଲେ ଦାନିଏଲକୁ ମାତ୍ର ସେମାନେ କୌଣସି ଦୋଷ ଅବା ଅପରାଧ ପାଇପାରିଲେ ନାହିଁ କୌଣସି ଦୋଷ ଆରି ଅପରାଧ ପାଇପାରିଲେ ନାହିଁ କାରଣ ସେ ବିଶ୍ୱସ୍ତ ଥିଲେ। ଦାନିଏଲଙ୍କ ଜୀବନରେ କ'ଣ ଥିଲା ବିଶ୍ୱସ୍ତତା ଥିଲା ଓ ତାଙ୍କର କୌଣସି ଭ୍ରାନ୍ତି ଅବା ଅପରାଧ ଦେଖାଗଲା ନାହିଁ। ସେ ଭ୍ରାନ୍ତି ତାଙ୍କଠାରେ କୌଣସି ଭ୍ରାନ୍ତି ନଥିଲା ଭୁଲ ନଥିଲା ଲେଖାଯାଏ ଆଉ ଅପରାଧ ଦେଖାଗଲା ନାହିଁ। ନାଇକି ଗୋଟେ ରାଜ୍ୟର ଯଦି ଆମେ ଦେଖିବା ସେ ଜଣେ ଚିଫ ମିନିଷ୍ଟର ଥିଲେ ଜଣେ ଅଧ୍ୟକ୍ଷ ଥିଲେ ମାତ୍ର ତାଙ୍କଠାରେ କ'ଣ ନଥିଲା କୌଣସି ଅପରାଧ ନଥିଲା ଆଉ କୌଣସି ଭ୍ରାନ୍ତି ନଥିଲା ସେ ବିଶ୍ୱସ୍ତ ଥିଲେ। ତେଣୁକରି ଏ ଲୋକମାନେ ତାଙ୍କର ବିଷୟରେ ଯେମିତିକି ଅଭିଯୋଗ କରି ଆଣିବେ ତେଣୁକରି କ'ଣ ଆସୁଛି ତାଙ୍କ ଜୀବନରେ ଗୋଟେ ପରୀକ୍ଷା ଆସୁଛି। ପାଞ୍ଚ ପଦରେ ସେହି ଲୋକମାନେ କହିଲେ ଆମ୍ଭେମାନେ ଦାନିଏଲର ପରମେଶ୍ୱରଙ୍କ ବ୍ୟବସ୍ଥା ସମ୍ବନ୍ଧରେ ତାହାର ଦୋଷ ନ କହିଲେ ଆଉ କୌଣସି ବିଷୟରେ ଦୋଷ ପାଇବା ନାହିଁ। ସେ କହୁଛନ୍ତି ଯେଉଁ ବ୍ୟବସ୍ଥା ଦାନିଏଲଙ୍କର ଯେଉଁ ପରମେଶ୍ୱରଙ୍କର ଯେଉଁ ବ୍ୟବସ୍ଥା ଅଛି ସେଇ ସମ୍ବନ୍ଧରେ ଆମେ କ'ଣ କରିପାରିବୁ ତାର ଦୋଷ ଆମେ ଧରିପାରିବୁ। ତାହାର ଦୋଷ ଅନ୍ୟ ବିଷୟରେ ଆମେ କୌଣସି ଦୋଷ ଆମେ ଧରିପାରିବୁ ନାହିଁ। ଦାଉଦ କ'ଣ ଥିଲେ ବିଶ୍ୱସ୍ତ ଥିଲେ ଦାନିଏଲ କ'ଣ ଥିଲେ ବିଶ୍ୱସ୍ତ ଥିଲେ ଆଉ କ'ଣ ଥିଲେ ସେ ଭ୍ରାନ୍ତି କୌଣସି ଅପରାଧ ସେ କରିନଥିଲେ। ତ ସେମାନେ କହିଲେ ତାଙ୍କରି ପରମେଶ୍ୱରଙ୍କର ବ୍ୟବସ୍ଥା ସମ୍ବନ୍ଧରେ ହିଁ ଆମେ କ'ଣ କରିପାରିବୁ ତାଙ୍କର ଦୋଷ ଆମେ ଧରିପାରିବୁ।
ତ ଆମେ ଦେଖୁଛୁ ଏଠି ଦାନିଏଲଙ୍କ ଜୀବନରେ ଗୋଟେ ପରୀକ୍ଷା ଆସୁଛି। ଦାନିଏଲଙ୍କ ଜୀବନରେ ଗୋଟେ ପରିସ୍ଥିତି ଆସୁଛି ନାଇକି ଆମେ ଦେଖୁଛୁ ଆଙ୍କର ଅନୁଭୂତି ଅଛି। ପୂର୍ବରେ ମଧ୍ୟ ଦେଖୁଛୁ ତାଙ୍କର ଜୀବନରେ ଅନେକ ପ୍ରକାର ସମସ୍ୟା ଆସିଲା, କଷ୍ଟ ଆସିଲା, ଅନେକ ପରୀକ୍ଷା ଆସିଲା ଦାନିଏଲ ଆଉ ତାଙ୍କର ସଙ୍ଗୀମାନଙ୍କ ଜୀବନରେ। ମାତ୍ର ପ୍ରଭୁ କ'ଣ କଲେ? ତାଙ୍କୁ ଉଦ୍ଧାର କଲେ, ରକ୍ଷା କଲେ। ଆମେ ଦେଖୁଛୁ ଏଠି ସେଇ ତାଙ୍କର ସେ ବ୍ୟବସ୍ଥା ଛଡ଼ା ଅନ୍ୟ ଆମେ ଦୋଷ ଆମେ ଧରି ପାରବା ନାହିଁ ବୋଲି ସେମାନେ କହିଲେ। ଆଉ କ'ଣ ଲେଖାଗଲା? 7 ପଦରେ ରାଜ୍ୟର ଅଧ୍ୟକ୍ଷଗଣ, ରାଜପ୍ରତିନିଧିଗଣ ଓ କ୍ଷିତିପାଳଗଣ, ମନ୍ତ୍ରୀ ଓ ଦେଶାଧ୍ୟକ୍ଷଗଣ ସମସ୍ତେ ଏକତ୍ର ମନ୍ତ୍ରଣା କରି ଏପରି ଏକ ରାଜାଜ୍ଞା ଓ ଦୃଢ଼ ନିଷେଧ ବିଧି ମନ୍ତ୍ରଣା କରି ସ୍ଥାପନ କରିବାକୁ ବିଚାର କରିଅଛନ୍ତି ଯେ ଯଦି କେହି 30 ଦିନ ପର୍ଯ୍ୟନ୍ତ ମହାରାଜାଙ୍କ ବିନା କୌଣସି ଦେବତା କିମ୍ବା ମନୁଷ୍ୟଙ୍କର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ। ଆମେ ଦେଖୁଛୁ ତାଙ୍କର ବିପକ୍ଷରେ ସମସ୍ତେ ଆମେ ଦେଖୁଛୁ ଯେଉଁମାନେ ନେତାମାନେ ଥିଲେ 120 ଜଣ ଥିଲେ, ଆଉ 3 ଜଣ ଅଧ୍ୟକ୍ଷ ଯେ ତାଙ୍କର ଯେଉଁ ବଛା ଯାଇଥିଲା ସେମାନେ ମଧ୍ୟ ସମସ୍ତେ ଦାଉଦଙ୍କ ବିପକ୍ଷରେ। କେବଳ ଜଣେ ଦାନିଏଲ ଜଣେ ଅଛନ୍ତି। ଦାନିଏଲ କେବଳ ଜଣେ ଅଛନ୍ତି, କିନ୍ତୁ ତାଙ୍କର ବିପକ୍ଷ ଅନେକ। ଆମେ ଦେଖୁଛୁ କି ଦାନିଏଲଙ୍କର ବିପକ୍ଷ ଲୋକମାନେ ଆସୁଛନ୍ତି। ରାଜ୍ୟର ଅଧ୍ୟକ୍ଷ ମାନେ ଆସିଲେ, ରାଜପ୍ରତିନିଧି ଗଣ ଆସିଲେ, କ୍ଷିତିପାଳ ମନ୍ତ୍ରୀ ମାନେ ଆସିଲେ, ଦେଶାଧ୍ୟକ୍ଷ ଗଣ ସମସ୍ତେ ଏକତ୍ର ମନ୍ତ୍ରଣା କଲେ। ସମସ୍ତେ ଆସି କ'ଣ କରୁଛନ୍ତି? ଦାନିଏଲଙ୍କର ବିପକ୍ଷରେ ମନ୍ତ୍ରଣା କରୁଛନ୍ତି ଯେ କ'ଣ କଲେ? ଏପରି ଏକ ଆଜ୍ଞା ଓ ଦୃଢ଼ ନିଷେଧ ବିଧି ସ୍ଥାପନ କରିବାକୁ ବିଚାର କରିଅଛନ୍ତି ଯେ ଯଦି କେହି 30 ଦିନ ପର୍ଯ୍ୟନ୍ତ ମହାରାଜାଙ୍କ ବିନା କୌଣସି ଦେବତା କିମ୍ବା ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ। 30 ଦିନ ଭିତରେ ଯଦି କୌଣସି ଲୋକ ମହାରାଜ ବିନା ଅନ୍ୟ କାହା ନିକଟରେ ଯେ ପ୍ରାର୍ଥନା କରିବ, ସେ କ'ଣ ହେବ? କୋଉଠି ଯିବ? ସିଂହମାନଙ୍କର ଗର୍ତ୍ତରେ ନିକ୍ଷିପ୍ତ ହେବ। ଆମେ ଦେଖୁଛୁ ଗୋଟେ ପ୍ରାର୍ଥନାମୟ ଜୀବନ ଅଛି। ଦାନିଏଲଙ୍କର ଗୋଟେ ପ୍ରାର୍ଥନାମୟ ଜୀବନ। ସେତିକିବେଳେ କ'ଣ ଆସୁଛି? ପରୀକ୍ଷା ତାଙ୍କ ଜୀବନରେ ଆସୁଛି। ତ ଆମେ ଦେଖୁଛୁ ଅନେକ ସମୟରେ ଆମେ ପ୍ରାର୍ଥନା କରୁ, ଅନେକ ସମୟରେ ଆମଙ୍କର ଅନେକ ବାଧା ଥାଏ ପ୍ରାର୍ଥନା କରିବା ପାଇଁ ବୋଲିକରି। ଅନେକ ବାଧା ଆସେ ଆମଙ୍କ ଜୀବନରେ ପ୍ରାର୍ଥନା ପାଇଁ ବୋଲିକରି। ଅନେକ ସମୟରେ ଆମେ ପ୍ରାର୍ଥନାକୁ ଭୁଲି ଯାଇଥାଉ। ପ୍ରାର୍ଥନା କରବାଟା ପାସୋରି ଯାଇଥାଉ। ଅନ୍ୟ ବିଷୟ ସବୁ ମନେ ପକାଉ। ପ୍ରାର୍ଥନାକୁ ସମୟ ଦେଇନଥାଉ। ବ୍ୟତିବ୍ୟସ୍ତ ହେଇକରି ବ୍ୟସ୍ତବହୁଳ ଜୀବନରେ ପ୍ରାର୍ଥନା ଇମ୍ପୋର୍ଟାନ୍ସ ଦେଇନଥାଉ, ପ୍ରାଧାନ୍ୟତା ଦେଇନଥାଉ। କିନ୍ତୁ ଆମେ ଦେଖିବା ଏଠି ଯେ ଏମିତି ଗୋଟେ ରାଜାଜ୍ଞା ଆସିଲା, ଆଦେଶ ଆସିଲା, ସେଟା ବିଲ୍ ପାସ୍ ହେଲା। ତଥାପି କ'ଣ କରୁଛନ୍ତି ଯେ 11 ପଦରେ କ'ଣ 10ରେ କ'ଣ ଲେଖାଯାଏ? ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଆଶାରେ ଦାନିଏଲ ଆପଣା ଗୃହକୁ ଗଲେ। ତାଙ୍କ କୋଠରୀର ଝରକା ଜେରୁସାଲେମ ଆଡ଼େ ମେଲା ଥିଲା। ଆମେ ଦେଖୁଛୁ ଏଇ ଯେ ସାକ୍ଷର ହେଲା ବୋଲି ଜାଣିଲା ପରେ ମଧ୍ୟ ସେ କ'ଣ କରୁଛନ୍ତି? ଦାନିଏଲ ଆପଣ ଗୃହକୁ ଗଲେ। ତ ପାସ୍ ହେଇଗଲା ଯେ 30 ଦିନ ରାଜାଙ୍କୁ ଛଡ଼ା ଅନ୍ୟ କାହାକୁ ପ୍ରଣାମ କରିବେ ନାହିଁ ବୋଲି ପାସ୍ ହେଇଗଲା ପରେ ଯେତେବେଳେ ସେ ଜାଣିଲା ପରେ କ'ଣ କରୁଛନ୍ତି? ସେ ଯାଉଛନ୍ତି। ଦାନିଏଲ ଆପଣ ଗୃହକୁ ଗଲେ, ଆଉ ତାଙ୍କ କୋଠରୀର ଝରକା ଜେରୁସାଲେମ ଆଡ଼େ ମେଲା ଥିଲା। ନାଇଁ, ଯେଉଁ କୋଠରୀରେ ସେ ରହୁଥିଲେ ସେ କୋଠରୀ ଜେରୁସାଲେମ ଆଡ଼େ ମେଲା ଥିଲା। ଦେଖୁଛୁ କେତେ ସୁନ୍ଦର ଜୀବନ ଦେଖୁଛୁ। ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାଉଛନ୍ତି, ବନ୍ଦୀ ଅବସ୍ଥାରେ ଯାଉଛନ୍ତି, ମାତ୍ର ଆପଣ ପରମେଶ୍ୱରଙ୍କୁ ସେ ପରିତ୍ୟାଗ କରୁନାହାନ୍ତି। ଜେରୁସାଲେମ କ'ଣ କରୁଛନ୍ତି? ତାଙ୍କର ଝରକା ମେଲା ଥିଲା। ପୁଣି ସେ ପୂର୍ବେ ଯେପରି କରିଥାନ୍ତି, ଆଗରେ ଯେମିତି ସେ କରୁଥିଲେ, ତଦନୁସାରେ ସେ
ତଦନୁସାରେ ଦିନ ମଧ୍ୟରେ କେତେ ଥର 3 ଥର କ'ଣ କଲେ ଆଣ୍ଠୁପାତି ପ୍ରାର୍ଥନା କଲେ। ଦିନ ମଧ୍ୟରେ କେତେ ଥର 3 ଥର ସେ କ'ଣ କରୁଛନ୍ତି ପ୍ରାର୍ଥନା କରୁଛନ୍ତି। ଆପଣ ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ। ସେ କ'ଣ କରୁଛନ୍ତି ଆପଣ ପରମେଶ୍ୱରଙ୍କ ସମ୍ମୁଖରେ ସେ ଧନ୍ୟବାଦ ପ୍ରଦାନ କରୁଛନ୍ତି। 11 ପଦରେ କ'ଣ ଲେଖାଯାଏ? ଏଥିରେ ସେହି ଲୋକମାନେ ଏକତ୍ର ହୋଇ ଦାନିଏଲଙ୍କୁ ତାଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରିବାର ଦେଖିଲେ। ଆମେ ଦେଖୁଛୁ ଏଠି ଗୋଟେ ବିଲ୍ ପାସ୍ ହେଇଛି ହେଲା ପରେ ମଧ୍ୟ କ'ଣ କରୁଛି ସେ ପ୍ରାର୍ଥନା କରୁଛି। ଆମେ ଯଦି ନିଜକୁ ରଖିବା ଯଦି ସେମିତି ପରିସ୍ଥିତି ଆମର ହେବ ବୋଲେ ଆମେ କରିପାରିବା କି? କୋଭିଡ଼ ଟାଇମ୍ରେ ଯେତେବେଳେ କରୋନା ଭାଇରସ୍ ଆସିଲା ସେତିକିବେଳେ କେତେ ଭୟ ଆମମାନଙ୍କ ଜୀବନରେ ନାଇଁ କି କେମିତି ମାନେ ଆସିବେ ଏମିତି କରିବେ ସେମିତି କରିବେ ବୋଲି। ମାତ୍ର ଦାନିଏଲ ଆମେ ଦେଖୁଛୁ ଆମେ ସେ ରାଜାଜ୍ଞାକୁ ସେ ମାନେ କିଛି ଏଇଟା ଖାତିର କଲା ନାହିଁ। ସେ କ'ଣ କରୁଛି ସେ ପ୍ରାର୍ଥନା ସେ କରୁଛି। ଏଇଟା ଗୋଟେ ଆମେ ଶିଖିବା ବିଷୟ। ସେ ପ୍ରାର୍ଥନା କରୁଛି ପୂର୍ବେ ଯେମିତି ସେ ପ୍ରାର୍ଥନା କରୁଥିଲା ସେମିତି ଦାନିଏଲ ଆପଣଙ୍କୁ କ'ଣ କରୁଛି ସଦାପ୍ରଭୁଙ୍କର ମାନେ ପ୍ରାର୍ଥନା କଲେ ଆଉ ଧନ୍ୟବାଦ କଲେ। ଏଇଟା କ'ଣ ପ୍ରାର୍ଥନା ନିବେଦନ କରିବାର ତାଙ୍କର ଯେଉଁ ଶତ୍ରୁମାନେ ଯେଉଁ ବିପକ୍ଷ ଲୋକମାନେ କ'ଣ କଲେ ସେଇଟା ଦେଖିଲେ। ଦେଖିକି କ'ଣ କରୁଛନ୍ତି ତାଙ୍କୁ ଆମେ ଦେଖୁଛୁ ସିଂହ ଗର୍ତ୍ତରେ ତାଙ୍କୁ ପକାଯାଉଛି। ସିଂହ ଗର୍ତ୍ତରେ ପକାଯାଉଛନ୍ତି କିନ୍ତୁ ପ୍ରଭୁ କ'ଣ କଲେ ସେ ସିଂହ ଗର୍ତ୍ତରୁ ତାଙ୍କୁ ଉଦ୍ଧାର କଲେ। ଯେଉଁମାନେ ପ୍ରାର୍ଥନାମୟ ଜୀବନ ଯାହାର ଥିବ ପ୍ରଭୁଙ୍କ ସହିତ ଯେଉଁମାନଙ୍କର ମାନେ ସମ୍ପର୍କ ଥିବ ପ୍ରଭୁଙ୍କର ପବିତ୍ର ଆତ୍ମା ଯାହାଙ୍କ ଠାରେ ରହନ୍ତି ପ୍ରଭୁଙ୍କର ମାନେ ଯେଉଁମାନେ ବାଧ୍ୟ ଜୀବନ କାଟନ୍ତି ପ୍ରଭୁ କ'ଣ କରିବେ ତାଙ୍କୁ ଉଦ୍ଧାର କରିବେ। ଆମେ ଦେଖିପାରୁଛୁ ଏଠି ଆମେ ସେଟା ପଢ଼ିବା ପାଇଁ ମୁଁ ଆଉ ଯାଉନାହିଁ ଯେ ତାଙ୍କୁ କ'ଣ କରାଗଲା ସେଇ ସିଂହ ଗର୍ତ୍ତରେ ତାଙ୍କୁ ପକାଗଲା। ଆଉ ରାଜା ମଧ୍ୟ କ'ଣ କରା ସେ କହୁଛନ୍ତି ଯେ ଗଲା ମାତ୍ର ରାତିରେ ଶୋଇପାରିଲେ ନାହିଁ। ଯେହେତୁ ରାଜା କ'ଣ କରୁଥିଲେ ଦାଉଦକୁ ବେଶୀ ଭଲ ପାଉଥିଲେ ଦାନିଏଲକୁ କ'ଣ କରୁଥିଲେ ବେଶୀ ଭଲ ପାଉଥିଲେ। ଆଉ ମାନେ ଦାନିଏଲ ମାନେ କୌଣସି ସେମିତି ଅପରାଧ କରୁନଥିଲେ। ଦାନିଏଲ କୌଣସି ମାନେ ସେ ଭ୍ରାନ୍ତି ଏଇଟା କରୁନଥିଲେ କୌଣସି ସେ ଭୁଲ ବିଷୟ ନଥିଲା ସେ ବିଶ୍ୱସ୍ତ ଥିଲେ ନାଇକି। ଯେତେବେଳେ ବିଶ୍ୱସ୍ତ ଲୋକମାନଙ୍କ ଜୀବନରେ ମଧ୍ୟ କ'ଣ ଆସେ ଏଇ ପ୍ରକାର ପରୀକ୍ଷା ଆସେ ଏଇ ପ୍ରକାର ସମସ୍ୟା ଆସେ କିନ୍ତୁ ପ୍ରଭୁ କ'ଣ କରନ୍ତି ସେଇଠୁ କ'ଣ କରନ୍ତି ପ୍ରଭୁ ଉଦ୍ଧାର କରନ୍ତି। ଆଉ ଏଠି ଆମେ ଦେଖୁଛୁ ଦାନିଏଲକୁ କ'ଣ କଲେ ପ୍ରଭୁ ଉଦ୍ଧାର କଲେ। ଆମେ ସମସ୍ତେ ଜାଣିଛୁ ଏ ଷ୍ଟୋରି ଯେ ଆଉ ଯେଉଁମାନେ ତାଙ୍କର ଅପବାଦକ ଥିଲେ ସେମାନଙ୍କୁ ତଳେ ନ ପଡ଼ିବା ଆଗରୁ ତାଙ୍କର ସବୁ ଖଣ୍ଡ ଖଣ୍ଡ କରି ଖାଇଦେଲେ ସିଂହମାନେ। ତାଙ୍କର ଯେଉଁ ବିପକ୍ଷ ଲୋକମାନେ ଥିଲେ ଯେଉଁ ଅପବାଦକ ଲୋକମାନେ ଥିଲେ ତାଙ୍କୁ କ'ଣ କଲେ ଖାଇଦେଲେ। ତାଙ୍କର ପିଲାମାନଙ୍କୁ ତାଙ୍କ ଛୁଆମାନଙ୍କୁ ସେମାନଙ୍କୁ କ'ଣ କଲେ ସେଇ ସିଂହ କ'ଣ କଲା ଖାଇଦେଲା। ତ ଆମେ ଦେଖୁଛୁ ଏଠି ଯେ ବାଧା ନାଇକି ପ୍ରାର୍ଥନାରେ କ'ଣ ବାଧା ଆସେ ଆମମାନଙ୍କ ଜୀବନରେ କିନ୍ତୁ ଆମେ କ'ଣ କରିବାକୁ ପଡ଼ିବ ପ୍ରାର୍ଥନା କରିବାକୁ ପଡ଼ିବ। ପ୍ରଭୁ ଆମମାନଙ୍କୁ ଶିଖାଇଛନ୍ତି ପ୍ରାର୍ଥନା କରିବା ପାଇଁ। ଦାଉଦ ତାଙ୍କର ଜୀବନ ଦାନିଏଲଙ୍କ ଜୀବନ ମଧ୍ୟ ସେମିତି ଥିଲା। ପ୍ରଭୁଙ୍କ ସହିତ ସେ ଘନିଷ୍ଠ ଜୀବନ ଥିଲା ଆଉ ପ୍ରଭୁଙ୍କର ମାନେ ସେ ଆଜ୍ଞା ସେ ପାଳନ କରୁଥିଲେ। ପବିତ୍ର ଆତ୍ମା ତାଙ୍କ ଠାରେ ଥିଲେ ଆଉ ସେ ସିଦ୍ଧ ଜୀବନ କାଟୁଥିଲେ। ତ ପ୍ରଭୁ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ଆମେନ୍।